ପାଖକି ପାଇଁ ହଉଛି ନା ଘାଟି ଚଉଡ଼ା ହଉଛି ରାସ୍ତା ଅଟଳ ବିହାରୀର ବାରିପଦାରୁ ବିଷଇ ଆଡ଼େ ରାଇରଙ୍ଗପୁର ଆଡ଼େ ଯିବାର ଘାଟି ଏଠି ତ ଆଳୁ ବାଲା ଗୋଟେ ଟ୍ରକ୍ ଠିଆ ହେଇଛି। କେତେ ଏମିତି ତିଆରି ହେଉଛି ଏ ଯେ କେତେ ମାନେ କଟିଂ କରିସାରିଛନ୍ତି ମାଟି ସେପଟେ ମାଟି ଅଛି ପଥର ନାହିଁ ଯେଉଁଠି ପାହାଡ଼ ସେଠି ପଥର ସେ ଯେ ଗୋଟେ ପଥରଟା ଯେଉଁ ଠିଆ ହେଇଛି ତାକୁ ବି ସେଇଟା ଖସିଯିବ ଯଦି ତଳକୁ ବାବାରେ ମାଟି ଭିତରେ ବି ବଡ଼ ବଡ଼ ପଥର ଅଛି ଦେଖ ଏଇଠି ଖାଲି ମାଟି ଏଠି ପଥର କିଛି ଐତିହାସିକ ଜିନିଷ ଯଦି ଖୋଳିଲା ବେଳେ ମିଳିବ ତ ଦୁଆର ଶୁଣି ନା କ'ଣ ସେଇ ଯେ ମନ୍ଦିରଟା ଅଛି ଦେଖ ବ୍ଲାଷ୍ଟିଂ କରିଛନ୍ତି ସବୁ କେତେ ଉଚ୍ଚା ଉଚ୍ଚା ବାପରେ ବାବନ ଘାଟି କହନ୍ତି ଏବେ ଆଉ ବାବନ ଘାଟି ହବନି ଘାଟିର ନାମ ବଦଳେଇ ଦେବେ ଏ ବାପରେ ଆଖି ଯାଉନଥିଲା ଏବେ ଦେଖ କଟିଂ ହେଇଗଲା ଏ ଟ୍ରକ୍ଟାକୁ କ'ଣ କଲେ ଏମିତି ଏତେ ବଡ଼ ବଡ଼ ପଥର ଟ୍ରକ୍ରେ ଯିବନି ଦୁଆର ଶୁଣିରେ କିଛି ଖୁଚୁରା ପଇସା ଦେଇଦିଅ ନା ବାବାରେ 1 ଟଙ୍କା 2 ଟଙ୍କା ଯାହା ବି 5 ଟଙ୍କା ଏଠି ଟ୍ରକ୍ ବହୁତ ଯାଏ ଏଇ ରାସ୍ତାରେ ନାଇଁ ସେପଟେ ଖାଇ ଅଛି ପୁରା ଆଜିକାଲି ତ ସୁନ୍ଦର ଗୁଡ଼ାକ ବାଉଣ୍ଡ୍ରି କରିଦେଲେ ଆଗରେ ବାହାଘରିଆ ଗାଡ଼ି ବି ଯାଉଛି ଏମିତି ଥିଲା କ'ଣ ଅସାରିଆ ରାସ୍ତା ବାସ୍ ଗୋଟିଏ ଦୁଇଟା ଯଦି ବାସ୍ ସାମନେ ସାମନେ ହେଇଗଲା ଧୀରେ ଧୀରେ ଫରଉଥିଲେ କୋଲକାତା ଟୁ ମୁମ୍ବାଇ ହାଇୱେ ଏତେ ବଡ଼ ବଡ଼ ପଥର ଯେ ସେପଟେ ଜଙ୍ଗଲ ଅଛି ଉପରେ ମାନେ ଗଛ ଏତେ ବଡ଼ ବଡ଼ ହେଇଛି ପାହାଡ଼ ଉପରେ ଛୋଟ ଅଛି ମନ୍ଦିର ଆସିଗଲା ଦୁଆର ଶୁଣି ମନ୍ଦିର କେବେଠାରୁ ବ୍ଲାଷ୍ଟିଂ ହେଉଛି ନା କରିବେନି ପଥର କିଣନ୍ତି ବି ନା ବହୁତ ଲୋକ ନେଇଯିବେ ମା ଦ୍ୱାର ଶୁଣି ପୀଠ ପକେଇ ଆସ ନହେଲେ ବେଳେ ବେଳେ ସେଇ ଖେଚା ପେଞ୍ଚିରେ ହିଁ ବହୁତ ଆନନ୍ଦ ଟିକେ କେମିତି କଣା କରୁଛନ୍ତି ବହୁତ କଷ୍ଟ କାମ ଏମାନଙ୍କୁ ଟିକେ ବେଶୀ ଟଙ୍କା ପଇସା ଦେବା କଥା ମାନେ ନ ପିଇଲେ ସେମାନେ ଶୋଇପାରିବେନି ନଥିଲେ କିଏ ଘର ବାଡ଼ି ବନେଇଦବ ମେହନତ କିଏ କରିବ ପୋଲ ହବ ତ ବଡ଼ ପୋଲ ହଉଛି ଭଲ କାମ କଲେ ଏଇଟା ପାହାଡ଼ରୁ ପାଣି ଆସିବ ମାନେ ମୟୂରଭଞ୍ଜ ଡିଷ୍ଟ୍ରିକ୍ଟର ଇଏ ହେଉଛି ଉନ୍ନତି ହେଉଛି ହବ ନା ତ ଆଉ 2 ବର୍ଷ ଅଛି ନା କ'ଣ ନା କମିଗଲାଣି ଓଡ଼ିଶାରୁ ନ ବି ହେଇପାରେ ଓଡ଼ିଶାରୁ ମଝିରେ କିଛି ହେଉଛି ଟିକେ ଅଛନ୍ତି ବହୁତ ବଡ଼ ଏରିଆରେ ଚଉଡ଼ା ହେଇଗଲା ଏପଟେ ରାସ୍ତା ସାଉଥ ରାସ୍ତାଟା ଏମିତି ନା ପାହାଡ଼ ପାଖ ଦେଇକି ସବୁ କରିଛନ୍ତି ନା ଏଇଟା ବି ସେମିତି ବାପରେ ଏଇଟା କେତେ ଖାଇ ହେଇଗଲା ତଳ ପଟେ ରାସ୍ତା କରିଛନ୍ତି ତଳକୁ ଯିବ वाव की सुंदर पहाड़ बाबन घाटी नाम बाबन थर बोलुथिले
ଏବେ ଆଉ ନାହିଁ ମୋଡ଼ଟା ବେଶୀ ନାହିଁ, ଏବେ କମିଗଲା, ସିଧା ସିଧା ହେଇଗଲାଣି। ଦେଖିଲେ ଲାଗିବ ଭଗବାନ ଏତେ ଗଛ କାଟିଦେଲେ। ଏପଟେ ବହୁତ କଥା ହଉଥିଲା ଏତେ ଗଛ। ଘାଟି ପାରି ଆସୁଛୁ ନା ଆମେ, ଆଉ କିଛି ଦୂର ସେପଟକୁ ଗଲେ ବିଷୟ ପଡ଼ିବ। କମ କରିବେ ଏଠି। ଏପଟେ ଯେ ତିରୁପତି ବାଲାଜୀରେ ବି ଏତେ ଘାଟି ନାହିଁ। ବାପରେ, ଗୋଟେ ରହିବ କିଛି ବଙ୍କା କିଛି ଯୋଉଠି ବଙ୍କା ଅଛି ନା, ସେଟା ଗୋଟେ ସୌନ୍ଦର୍ଯ୍ୟ, ମାନେ ଏମିତି ବେଣ୍ଡ ହେଇକି ଯିବ। ବଙ୍କା ତ ରହିବ ନା ମୁନା, ସେଟା ତ ମେସିନ୍ ସବୁ ଚାଲିଛି। ଗୋ ସ୍ଲୋ କହିଛନ୍ତି, ଏଠି ବି ଉଠଉଛନ୍ତି ପୋଲ। କେତେ ବଡ଼ ବଡ଼ ମେସିନ୍ ତାଙ୍କର, ବ୍ଲାଷ୍ଟିଂ ପାଇଁ ରେଡି ହେଉଛନ୍ତି ବୋଧେ। ଏମିତି ଧଳା ଧଳା ବାହାରୁଛି, ଏଇ ଦେଖ ସେଠି ବ୍ଲାଷ୍ଟିଂ କରିବେ। ବ୍ଲାଷ୍ଟିଂ ପାଇଁ ଆଗ ପଥରଟାକୁ କୋଉଠି? କଣା କରନ୍ତି। ହଁ, କରୁଥିଲେ ପରା। କଣା କରିକି ଯିବ, କେତେ ମେସିନ୍ ଲାଗିଛି ସମାନ କରିବା ପାଇଁ, ପଥର ଉଠେଇବା ପାଇଁ। ତାଙ୍କର ଗାଡ଼ି ବି ଅଛି। ଏପଟେ ହେଇଯାଇଛି ରାସ୍ତା, ଟିକେ ବିଛେଇ ଦେଇଛନ୍ତି ସିମେଣ୍ଟର ଗୁଣ୍ଡ। ମେନ୍ ପାହାଡ଼ ଚାଲିଗଲା, ଆମେ ଏଟାକୁ ଖାଲି ଏଠି ଚଉଡ଼ା କରୁ। ପ୍ଲେନ୍ ଏରିଆ ଟିକେ ଆସିଗଲୁ। ଏଗୁଡ଼ାକରେ ବେଶୀ ମେହନତ ନାହିଁ ନା, ଅଛି ମାନେ କରିବେ। ଆହୁରି ଏଗୁଡ଼ା କେତେ ମାନେ ଇଏ ଲାଗିଥିବେ, ଇଞ୍ଜିନିୟର ଆଉ ତାଙ୍କର ଲୋକମାନେ। ଦେଖ, ଏଠୁ ଦେଖାଯାଉଛି କେତେ ଦୂର ରାସ୍ତାଟା। ବନ୍ଦରକୁ ଖାନା ଦେବା ମନା, କିନ୍ତୁ ଲୋକମାନେ ଦେଇ ଦଉଛନ୍ତି ହନୁମାନ ଭାବିକି। ଏ ଜଙ୍ଗଲରେ ରହନ୍ତି ନା ସାନୁ, ସରକାର କରଉଛି ନା, ସେଥିପାଇଁ ତ କରୁଛନ୍ତି। ଆମେ ପାରେଇ ଆସିଲୁ ବାବନ ଘାଟି। ଏପଟେ ବହୁତ ଜୋରଦାର କାମ ହଉଛି। ଏଟା ଗୋଟେ କ'ଣ ମେସିନ୍, ମାଟି ଖୋଳିବା ମେସିନ୍। ଏତେ ଉଚ୍ଚା ଏଇ ଯେ କଣା କରୁଛନ୍ତି। ଫଲୋ କରିବେ ନା ତ ଦୁଇ ପଟେ ସାମାନ ରଖାହେଇଛି। ଏଗୁଡ଼ାକ ବନା ହେଇଛି, ଏଗୁଡ଼ାକ ପୋଲ ହବ ନା, ମାନେ ବ୍ରିଜ ହବ ଉପରେ ଯୋଉ, ସେଇଥିପାଇଁ ଏଇଗୁଡ଼ାକ ରଖାହେଇଛି। ଏଗୁଡ଼ାକ ଟେକିକି ଉଠେଇବେ ସବୁ। ଆସିଗଲୁ ନା, ଏଇ ଯେ ଦୋକାନ ଘର ବାଡ଼ି ଆସି। ମୁର୍କି ଫୁଲ ଚାଲିଗଲା, ମୁର୍କି ଫୁଲ ଗୁଡ଼ାକ ପର୍ପଲ କଲରର। ମହୁଲ ଗଛରେ ମହୁଲ ଖତମ ହେଇଗଲା, କିଛି କିଛି ଦେଖାଯାଉଛି। ଘାଟି ଶେଷ ହେଇଗଲା। କେମିତି ବନଉଛନ୍ତି, ହଠାତ୍ କରି ଆସିଯାଉଛି। ମୁର୍କି ଫୁଲ ନେବ, ମିଠେଇ ତ ନେଇଛୁ, ଆଉ କ'ଣ ବିଷୟ ପହଞ୍ଚି ଗଲୁ। ପୁରା ବିଷୟ ସିଧା। এই ବ୍ରିଜଟା ମୁଁ ତ ଆଜି ଫାର୍ଷ୍ଟ ଟାଇମ୍ ଦେଖୁଛି। ସୁଲେଇପାଟ ବନ୍ଧ ଏପଟେ ଛକ, ବିଷୟ ଛକ ପହଞ୍ଚି ଗଲୁ। 15 କିଲୋ 20 କିଲୋମିଟର। କିରଣ ହ୍ୟାଣ୍ଡଲୁମ୍।
कौन बेसी ये होटा जो मसला गुडा को ये रे हुए ना तरकारी रे ଆମେ ସୀମାରେଖା ପାରି ଯାଇଛୁ ନା